ପିଲାମାନେ ଆଜି ଆମେ ବର୍ଷା କବିତା ପଢ଼ିବା। এই ବର୍ଷା କବିତାର କବି ହେଉଛନ୍ତି ଭକ୍ତ କବି ଜଗନ୍ନାଥ ଦାସ। ଭକ୍ତ କବି ଜଗନ୍ନାଥ ଦାସ ଯାହାଙ୍କର ଜନ୍ମ ହୁଏ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଠାରେ। ଭକ୍ତ କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର କବି ଥିଲେ। ରାଜା କପିଳେନ୍ଦ୍ର ଦେବଙ୍କର ସମସାମୟିକ କବି ଥିଲେ। ଭକ୍ତ କବି ଜଗନ୍ନାଥ ଦାସ କୁ ମଧ୍ୟ ପଞ୍ଚସଖା ମଧ୍ୟରୁ ଜଣେ ଥିଲେ। ପଞ୍ଚସଖା କହିଲେ 5 ଜଣ ଭକ୍ତ କବିଙ୍କର ସମାହାର। ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ ଓ ଜଗନ୍ନାଥ ଦାସ। ଜଗନ୍ନାଥ ଦାସଙ୍କୁ ବଙ୍ଗପ୍ରଦେଶରୁ ଆସିଥିବା ଶ୍ରୀ ଚୈତନ୍ୟ ଜଗନ୍ନାଥ ଦାସଙ୍କର ଭକ୍ତି ଭାବରେ ପ୍ରୀତ ହୋଇ ତାଙ୍କ ସମ୍ମାନରେ ଜଗନ୍ନାଥଙ୍କୁ ଅତି ବଡ଼ି ଡାକୁଥିଲେ, ଅର୍ଥାତ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବଡ଼ ଭକ୍ତ ବୋଲି ସେ ତାଙ୍କୁ ଆଖ୍ୟା ଦେଇଥିଲେ। ତେଣୁ ସେବେଠୁ ଅତି ବଡ଼ି ଜଗନ୍ନାଥ ଦାସ ବୋଲି ଆମେ ମଧ୍ୟ କହିଲେ। ତେଣୁ ଅତି ବଡ଼ି ଜଗନ୍ନାଥ ଦାସ, ଭକ୍ତ କବି ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ରଚୟିତା, ଯାହା ପ୍ରତି ଘରେ ଘରେ ପରିଚିତ। ତାଙ୍କର ଏଇ କବିତାଟି ବର୍ଷା କବିତାଟି ଓଡ଼ିଆ ଭାଗବତର 10ମ ସ୍କନ୍ଦ 21 ଅଧ୍ୟାୟରୁ ଆନିତ ହେଉଛି। ଏହି କବିତାଟି ନବାକ୍ଷରୀ ଛାନ୍ଦରେ ରଚନା କରାଯାଇଛି, ଅର୍ଥାତ୍ ଏକୁ ଆମେ ଆବୃତ୍ତି କଲାବେଳେ ନବାକ୍ଷରୀ ଛାନ୍ଦରେ ଆବୃତ୍ତି କରିବା। ନବାକ୍ଷରୀ କହିଲେ ପ୍ରତି ଧାଡ଼ିର ଅକ୍ଷର ସଂଖ୍ୟା 9 ଏବଂ ଆମେ ଯେତେବେଳେ ଗାନ କରିବା ପ୍ରଥମେ 3 ଅକ୍ଷର ପାଖରେ ଟିକେ ରହିବା, ତାପରେ 2 ପଞ୍ଚମ ଅକ୍ଷର ପାଖରେ ଟିକେ ରହିବା ଏବଂ ଶେଷ ଅକ୍ଷରରେ ରହିବା। ଏକୁ କୁହନ୍ତି ଯତିପାତ। 3 ଅକ୍ଷରରେ ଯତିପାତ ହେବ, ପଞ୍ଚମ ଅକ୍ଷରରେ ଯତିପାତ ହେବ ଏବଂ ଶେଷ ଅକ୍ଷରରେ ଯତିପାତ ହେବ। କେମିତି ନା ଏମନ୍ତେ ଗ୍ରୀଷ୍ମ କାଳ ଗଲା। ଦେଖ, ମୁଁ ପ୍ରଥମେ 3 ଅକ୍ଷରରେ ରହିଲି, ତାପରେ ପଞ୍ଚମ ଅକ୍ଷରରେ ରହିଲି ଏବଂ ଶେଷ ଅକ୍ଷରରେ ରହିଲି। ଆମେ କବିତାଟାକୁ ଭଲ ଭାବରେ ଆବୃତ୍ତି କରିବା ଏବଂ ପ୍ରଥମେ ଆବୃତ୍ତି କରିବା, ତାପରେ ଆବୃତ୍ତି କରିବା ସହିତ ଆମେ ବୁଝିବା କବିତାଟାକୁ। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା, ସକଳ ଋତୁ କରସାର, ଶସ୍ୟ ସମ୍ପଦ ମଞ୍ଚପୁର, ମେଘ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବ ଦସଙ୍ଗତେ, ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ, ଘର ସବଦେ ମେଘମାଳ, ଗର୍ଜିଣ ବର ସନ୍ତି ଜଳ। ଆମେ ବର୍ତ୍ତମାନ କବିତାଟାକୁ ବୁଝିବା। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ଏଭଳି ଗ୍ରୀଷ୍ମ ଋତୁ ଯାଇଛି ଏବଂ ଗ୍ରୀଷ୍ମ ଋତୁର ଅବସାନ ପରେ ପରେ ବର୍ଷା ଋତୁ ଆସିଛି। ବର୍ଷକରେ 12ଟି ମାସ, 6ଟି ଋତୁ, ପ୍ରତି 2 ମାସକୁ ଗୋଟିଏ ଋତୁ। ସେଥିପାଇଁ କୁହାଯାଏନି ଆମେ 12ଟା ମାସ 6ଟି ଋତୁକୁ ନେଇକି ଗୋଟେ କବିତା ମଧ୍ୟ ଅଛି। ତୁମକୁ ହୋମୱାର୍କ ରହିଲା, ଏ କବିତା କିଏ ଲେଖିଛନ୍ତି ମଧ୍ୟ ତୁମେ ମୋତେ କହିବ। କବିତାଟି ମୁଁ ତୁମକୁ ପଢ଼ି ଦେଉଛି। ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ, ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନ ଘନ, ଭାଦ୍ର ଆଶ୍ୱିନ ଶରତରେ, ନିର୍ମଳ ଶୋଭା ଜଗତରେ, ହିମେ କାର୍ତ୍ତିକ ମାର୍ଗଶିର, ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ, ଦେହରେ ରଖ ପୀତବାସ, ଫାଲ୍ଗୁନ ଚୈତ୍ର ବସନ୍ତରେ, ମୃଦୁମଳୟ ମନହରେ, 12 ମାସର କଥା ଏଇ, ହେଜ ବାଳକେ ମନ ଦେଇ। ଅର୍ଥାତ୍ ଆମେ କହନ୍ତିନି ଗ୍ରୀଷ୍ମ, ବୈଶାଖ,
ବୈଶାଖ ଜ୍ୟେଷ୍ଠ ମାସକୁ ନେଇକି ଗ୍ରୀଷ୍ମ ଋତୁ ଏବଂ ଗ୍ରୀଷ୍ମ ଋତୁ ପରେ ଆସେ କିଏ ବର୍ଷା ଋତୁ। ବର୍ଷା ଆଷାଢ଼ ଶ୍ରାବଣ ମାସରେ ଆମେ ବର୍ଷା ଋତୁ ଆସେ। ଏମନ୍ତ ଗ୍ରୀଷ୍ମ କାଳ ଗଲା ଅର୍ଥାତ୍ ଏଭଳି ଗ୍ରୀଷ୍ମ କାଳ ଯାଇଛି ଧରାବ ପୃଷ୍ଠରେ ବର୍ଷା ଋତୁର ଆଗମନ ହୋଇଛି। ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚ ପୁରେଇ ବର୍ଷା ଋତୁକୁ କବି ସକଳ ଋତୁଙ୍କର ସାର ବୋଲି କହିଛନ୍ତି। କାହିଁକି ନା ବର୍ଷା ଋତୁର ଆଗମନରେ ଏ ଧରଣୀ ମାତା ସବୁଜିମାରେ ଭରି ଉଠେ। ଯେଉଁ ଗ୍ରୀଷ୍ମ ଋତୁ ସମୟରେ ଧରଣୀ ସୂର୍ଯ୍ୟଙ୍କର ତାପରେ ଧରଣୀ ଟାଙ୍ଗରା ରୁକ୍ଷ ହୋଇଯାଇଥାଏ ଏବଂ ବର୍ଷା ଋତୁ ଆଗମନରେ ଏ ଧରଣୀ ପୃଷ୍ଠ ପୁଣି ସବୁଜିମାରେ ଭରି ଉଠେ। ଏ ଧରଣୀ ରାଣୀ ସବୁଜ ରଙ୍ଗର ଶାଢ଼ୀଟିଏ ପିନ୍ଧିଥାଏ। ଅର୍ଥାତ୍ ଏହି ସମୟରେ ଶସ୍ୟ ସମ୍ପଦରେ ପୁରା ଭରି ଉଠିଥାଏ। ମଞ୍ଚପୁଲ କହିଲେ ଏଇ ମର୍ତ୍ତ୍ୟପୁର ଅର୍ଥାତ୍ ଏଇ ପୃଥିବୀ ପୃଷ୍ଠ ଶସ୍ୟ ସମ୍ପଦରେ ଭରି ଉଠିଥାଏ। ସବୁଆଡ଼େ ଶସ୍ୟ ଶ୍ୟାମଳା ହୋଇ ଉଠେ। ଲୋକମାନଙ୍କର ଦୁଃଖ ଆଉ ରହିନଥାଏ। ସମସ୍ତେ ଆନନ୍ଦ ଖୁସିରେ ବଞ୍ଚିଥାନ୍ତି। ମେଘ ମିଳିଲେ ଶୂନ୍ୟ ପଥେ ବିଜୁଳି ଶବଦ ସଙ୍ଗତେ। ବର୍ଷା ଋତୁ ସମୟରେ ମେଘମାନେ ଆକାଶ ମାର୍ଗରେ ଶୂନ୍ୟ ପଥରେ ମିଳିତ ହେଲେ ଏବଂ ଏଇ ଛୋଟ ଛୋଟ ମେଘମାଳ ମାନେ ଏକତ୍ରିତ ହୋଇ ବିଜୁଳି ଶବଦ ସହିତ ବିଜୁଳି ଘଡ଼ଘଡ଼ି ଶବ୍ଦ ସହିତ ଘୋର ଘୋର ଗର୍ଜନ କରି ବାରିପାତ ହେବାକୁ ଲାଗିଛି ଅର୍ଥାତ୍ ବର୍ଷା ହେବାକୁ ଲାଗିଲା। ମହିମଣ୍ଡଳ ଦୁଃଖ ଛାଇଁ ଜଳ ଛାଡ଼ିଲା ତୋଷ ହୋଇ। ଏଠାରେ କବି କହିଛନ୍ତି ଯେ ଦୀର୍ଘ ମାସ ଧରି ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରରେ ଏବଂ ତା ପୂର୍ବରୁ ଶୀତ ଋତୁ ବର୍ଷା ଧରଣୀ ପୃଷ୍ଠରେ ହୋଇନାହିଁ। ଧରଣୀ ପୃଷ୍ଠରେ ଜଳର ଅଭାବରେ ଜୀବଜନ୍ତୁମାନେ ଆତଚିତ୍କାର କରିବା ଆରମ୍ଭ କଲେଣି। ଧରଣୀ ଶୁଖିଯାଇ ଟାଙ୍ଗରା ରୁକ୍ଷ ହେବାକୁ ଲାଗିଲାଣି। ଏଭଳି ସମୟରେ ପୃଥିବୀବାସୀଙ୍କର ଦୁଃଖକୁ ମୋଚନ କରିବା ନିମନ୍ତେ ବିହି କହିଲେ ଈଶ୍ୱର ଜଳ ଛାଡ଼ିଛନ୍ତି ଅର୍ଥାତ୍ ବର୍ଷା କରାଇଛନ୍ତି। ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। ଅର୍ଥାତ୍ ଘୋର ଶବ୍ଦ କଲେ ଘଡ଼ଘଡ଼ି ଚଡ଼ଚଡ଼ି ଘୋର ଗର୍ଜନରେ କରି ବର୍ଷାମାନ ଧରଣୀ ପୃଷ୍ଠରେ ଆଗମନ କରୁଛନ୍ତି। ଅର୍ଥାତ୍ ବର୍ଷାମାନ ଧରଣୀ ପୃଷ୍ଠରେ ହେବାକୁ ଲାଗିଛି। ବର୍ଷା ଋତୁ ଧରଣୀ ପୃଷ୍ଠରେ ଆଗମନ ହୋଇଛି। ପୁନର୍ବାର ଆଉ ଗୋଟିଏ ପଦକୁ ଆମେ ଆବୃତ୍ତି କରିବା। ପ୍ରାଣୀ ଜୀବନ ଜଳ ରାଶି କରୁଣା ଚିତ୍ତରେ ବରସି। ପୃଥିବୀର ବି ତେଜ ଗ୍ରାସେ ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତେ ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଦେଖ ପ୍ରାଣୀ ଜୀବନ ଜଳ ରାଶି କରୁଣା ଚିତ୍ତରେ ବରସି। ପ୍ରାଣୀମାନଙ୍କର ଜୀବନ ହିଁ ଜଳ। ଜଳ ବିନା କ'ଣ ଜୀବନ ସମ୍ଭବ? ସମ୍ଭବ ନୁହଁ। ଯେମିତି ଆମକୁ ବଞ୍ଚିବାକୁ ହେଲେ ଆମକୁ ମାଟି ପାଣି ପାଣି ବାୟୁ ଏସବୁର ଆବଶ୍ୟକତା ରହିଛି। ପାଣି କହିଲେ ଜଳ ହେଉଛି ଆମମାନଙ୍କର ଜୀବନ। ତେଣୁ ଜଳର ଅନ୍ୟ ନାମ ଜୀବନ ମଧ୍ୟ ଆମେ କହିଥାଉ। ଜଳକୁ ଜୀବନ ବୋଲି ମଧ୍ୟ କହିଥାଉ। ପ୍ରାଣୀ ଜୀବନ ଜଳ ରାଶି କରୁଣା ଚିତ୍ତରେ ବରସି ଅର୍ଥାତ୍ ପ୍ରାଣୀମାନଙ୍କର ଜୀବନ ହେଉଛି ଜଳରାଶି। ତେଣୁ କରୁଣା ଚିତ୍ତରେ ଅର୍ଥାତ୍ ଆମକୁ ଆଶୀର୍ବାଦ କରି ବର୍ଷା ଆରମ୍ଭ ହୋଇଛି। ପୃଥିବୀ ରବି ତେଜଗ୍ରାସେ ତାପିତ ଥିଲା ଅଷ୍ଟମାସ। ଏହା ପୂର୍ବରୁ ଦୀର୍ଘ 8 ମାସ ଧରି ଏ ଧରଣୀ ପୃଷ୍ଠରେ ବର୍ଷା ହୋଇନାହିଁ। ଏ ଧରଣୀ ପୃଷ୍ଠ ସୂର୍ଯ୍ୟଙ୍କ ତାପରେ ତାପିତ ହୋଇଛି। ସୂର୍ଯ୍ୟଙ୍କର ତାପରେ ଏ ଧରଣୀ ପୃଷ୍ଠ ରୁକ୍ଷ ଟାଙ୍ଗରା ହେବା ହୋଇଯାଇଛି। ତେଣୁ ଯେମିତି ଜଳ ପାଇଲା ତୋଷ ଚିତେ ତପସ୍ୱୀ ଜନଙ୍କର ମତେ। ଯେତେବେଳେ ବର୍ଷା ହେଇଛି ସମସ୍ତେ ଆନନ୍ଦିତ ହୋଇଛନ୍ତି। ଯେମିତି ତପସ୍ୟା ଫଳ ଯେନେ ପାଇ ଭୁଜନ୍ତି ଅତି। ଯେମିତି ଜଣେ ତପସ୍ୟା କରୁଥିବ ଅନେକ ବର୍ଷ ଧରି ତପସ୍ୟା କରୁଥିବ, ଯେତେବେଳେ ତପସ୍ୟାର ଫଳ ପ୍ରାପ୍ତି ହେବ ଯେତିକି ଆନନ୍ଦିତ ହୋଇଥାଏ, ଠିକ୍ ସେହିପରି ଏ ଧରଣୀ ବକ୍ଷରେ ଆତଜାତ କରୁଥିବା ପ୍ରତ୍ୟେକଟି ଜୀବଜଗତ ଯେତେବେଳେ ବର୍ଷା ହୋଇଛି ସେତେବେଳେ ସେମାନେ ତପସ୍ୟାର ଫଳ ପାଇଲା ପରି ସେମାନେ ଆନନ୍ଦିତ ହୋଇ ଉଠୁଛନ୍ତି। ସେମାନେ ଆନନ୍ଦରେ ବିଭୋର ହୋଇଯାଇଛନ୍ତି। ତୃତୀୟ ଷ୍ଟାଞ୍ଜାକୁ ଯିବୁ। ତୃତୀୟ ପଦକୁ ଦେଖିବା, ଆବୃତ୍ତି କରିବା। ଖୋଦତ୍ତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ମୁଣ୍ଡୁକେ ମେଘନାଦ ଶୁଣି ଗର୍ଜିଣ ଆବରନ୍ତି ପାଣି। ଅଳପ ନଦଏ ପୁରିଲେ ଲହରୀ ମତେ ଉଛୁଳିଲେ। ଖୋଦତ୍ତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ମୁଣ୍ଡୁକ ମେଘନାଦ ଶୁଣି ଗର୍ଜିଣ ଆବରିଣ ପାଣି। ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ଏକୁ ମଧ୍ୟ ଆମେ ପୂର୍ବ ଯେମିତି ଆବୃତ୍ତି କରିଥିଲେ ସେମିତି ମଧ୍ୟ କରିପାରିବା।
ଖୋଦତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ମଣ୍ଡୁକ ମେଘନାଦ ଶୁଣି ଗର୍ଜିଣ ଆବରିଣ ପାଣି। ଅଳପ ନଦୀଏ ପୂରିଲେ ଲହରୀ ମତେ ଉଛୁଳିଲେ। ଅର୍ଥାତ୍ ଏଇ ବର୍ଷା ଋତୁରେ ଖୋଦତ କହିଲେ ଜୁଳୁଜୁଳିଆ ପୋକ। ଖୋଦତ କୀଟ ନିଶା ମୁଖେ ରାତ୍ର ସମୟରେ ଜଗତ ଆବରିଲେ ସୁଖେ। ରାତ୍ର କାଳରେ ଏ ଖୋଦତ କହିଲେ ଛୋଟ ଛୋଟ ଜୁଳୁଜୁଳିଆ ପୋକ ଗୁଡ଼ିକ ଆକାଶ ମାର୍ଗରେ ଅର୍ଥାତ୍ ଏ ଧରଣୀ ପୃଷ୍ଠରେ ରାତ୍ରର ଅନ୍ଧକାରରେ ଏମାନେ ବୁଲୁଛନ୍ତି। ମଣ୍ଡୁକ ମେଘନାଦ ଶୁଣି ଗର୍ଜିଣ ଆବରନ୍ତି ପାଣି। ମଣ୍ଡୁକ କହିଲେ ବେଙ୍ଗମାନେ। ଯେତେବେଳେ ବର୍ଷା ହୋଇଛି ବେଙ୍ଗମାନେ ପାଣିରେ ରହିକି ସେମାନେ ତାଙ୍କର ଖୁସିରେ ଗୀତ ଗାଇବା ଆରମ୍ଭ କରିଛନ୍ତି। ଅଳପ ନଦୀଏ ପୂରିଲେ ଲହରୀ ମତେ ଉଛୁଳିଲେ। ଅର୍ଥାତ୍ ଛୋଟ ଛୋଟ ନଦୀ ଗୁଡ଼ିକ ଏ ବର୍ଷାର ଜଳରେ ଶୀଘ୍ର ପୂରି ଉଠିଛନ୍ତି ଏବଂ ସେଗୁଡ଼ିକ ଛୋଟ ଛୋଟ ବନ୍ୟାଟିଏ ଆରମ୍ଭ ହୋଇଛି। ଅର୍ଥାତ୍ ଏ ନଦୀ ଗୁଡ଼ିକ ପୂରି ଏକ ବନ୍ୟାର ଭ୍ରମ ସୃଷ୍ଟି କରିଛି। ନାନା ପ୍ରକାର ଶସ୍ୟ ରାଶି ଏଣେ ପୂରିତ ମୋହି ଦିଶି। ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମୋହି। ଅର୍ଥାତ୍ ନାନା ପ୍ରକାର ଶସ୍ୟ ରାଶି ଏଣେ ପୂରିତ ମୋହି ଦିଶି। ଏହି ବର୍ଷା ଋତୁର ଆଗମନରେ ଧରଣୀ ପୃଷ୍ଠରେ ବିଭିନ୍ନ ପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହୋଇ ଉଠିଛି। ଛତୁମାନେ ମଧ୍ୟ ଧରଣୀ ବକ୍ଷରେ ଧରଣୀ ପୃଷ୍ଠରେ ଫୁଟିଛନ୍ତି, ଯାହା ଧରଣୀ ରାଜାଙ୍କର ମସ୍ତକରେ ଛତ୍ର ପ୍ରାୟ ଦେଖାଯାଉଛି। ମୟୂର ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୁଅନ୍ତି ମନେ। ମୟୂରମାନେ ଗିରି ଶିଖର, ଗିରି କହିଲେ ପାହାଡ଼, ପାହାଡ଼ର ଶିଖରରେ ଥାଇ ମେଘକୁ ଚାହିଁ ମହାନନ୍ଦରେ ନୃତ୍ୟ କରିଥାନ୍ତି। ଯେମିତିକି ଆମ ଘରକୁ ବା ତମ ଘରକୁ ଯେତେବେଳେ ଅତିଥିଟି ଆସେ, ତୁମ ମାଇଁ ଆସନ୍ତି, ତୁମ ଅଜା ଆସନ୍ତି, କି କେହି ଜଣେ ଆସନ୍ତି ତୁମ ଘରକୁ ଅତିଥି, ତମେ ଯେମିତି ଖୁସି ହୋଇକି ନାଚିଥାଅ, ଯେତିକି ଆନନ୍ଦିତ ହୋଇଥାଅ, ଠିକ୍ ସେହିପରି ଏ ଧରଣୀ ପୃଷ୍ଠକୁ ଅତିଥି ହିସାବରେ ମେଘମାଳ ମାନେ ବର୍ଷା ଆସିବା ଆଗମନରେ ମୟୂର ଖୁସି ହୋଇ ଉଠିଛି ଯେ ବର୍ଷା ଏ ଧରଣୀ ବକ୍ଷକୁ ଅତିଥି ଭାବରେ ମେଘକୁ ଡାକିଛନ୍ତି, ମେଘ ଆସି ପହଞ୍ଚିଛନ୍ତି। ତେଣୁ ଅତି ଆନନ୍ଦରେ ମୟୂର ମଧ୍ୟ ତାର ପୁଚ୍ଛ ଗୁଡ଼ିକୁ ଖୋଲି ଦେଇ ନୃତ୍ୟ କରିବାକୁ ଲାଗିଛି। ଗିରି ଶିଖରରେ ଅର୍ଥାତ୍ ପାହାଡ଼ର ଶିଖରରେ ରହି ନୃତ୍ୟ କରିଛି। ବୁଝିପାରିଲ ପିଲାମାନେ? ଧନ୍ୟବାଦ।